ଆଜି ହେଉଛି ମହାପ୍ରଭୁ ଜଗନ୍ନାଥଙ୍କର ଦିନ। ତ ଆଜି ଆମେ ମହାପ୍ରଭୁଙ୍କ ଗୋଟେ ଷ୍ଟୋରି ଶୁଣିବା। ଗୋଟିଏ ବୃଦ୍ଧ ଅନ୍ଧ ମାଟିକୁ, ତାଙ୍କ ନାଁ ଅଛି ସାବିତ୍ରୀ ମା। ସେ ପୁରୀର ଗୋଟିଏ କୋଣରେ ରହୁଥାନ୍ତି। ତାଙ୍କର ସେଠି ଅଛି। ସେ ପ୍ରତିବର୍ଷ ତାଙ୍କ ପୁଅ ସାଙ୍ଗରେ ରଥଯାତ୍ରା ଦେଖି ଯାଉଥିଲେ, କିନ୍ତୁ ଏହି ବର୍ଷ ତାଙ୍କ ପୁଅ କୌଣସି କାରଣରୁ ବାହାରେ ଥିବାରୁ ସେ ବର୍ତ୍ତମାନ ଏବେ ଘରେ ଏକୁଟିଆ ଅଛନ୍ତି। ଏବଂ ଲୋକେ କହିବା ଆରମ୍ଭ କରିଦେଲେ, ତମେ ଅନ୍ଧ, ତୁମେ କିପରି ଦେଖିପାରିବ? ରଥ କାହିଁକି ତୁମ ଆଡ଼କୁ ଆସିବ? ମା ଟିକେ ହସିଦେଲେ, କହିଲେ, ମୁଁ ସିନା ଯାଇପାରିବିନି, କିନ୍ତୁ ସେ ଆସନ୍ତି। ଜଗନ୍ନାଥ ତାଙ୍କର ଭକ୍ତଙ୍କର ପାଇଁ ସବୁକିଛି କରନ୍ତି। ଏବଂ ରଥଯାତ୍ରାର ଦିନ ଆସିଗଲା। ସେଇଠି ବଡ଼ ଭିଡ଼ ଲାଗିଥାଏ। ଲୋକ ଗୁଡ଼ାକ ଠେଲା ପେଲା ହଉଥାନ୍ତି। ଏବଂ ଅଚାନକ ଗୋଟେ ଘଟଣା ଘଟିଲା। ରଥ, ମହାପ୍ରଭୁ ଜଗନ୍ନାଥଙ୍କ ରଥ ହଠାତ୍ ଅଟକିଗଲା, ଆଉ ଚାଲିଲା ନାହିଁ। ବ୍ରାହ୍ମଣ ଆସିଲେ ଏବଂ ଦଉଡ଼ିକୁ ଟାଣିଲେ, କିନ୍ତୁ ରଥଟି ଚାଲିଲା ନାହିଁ। ଗୋଟେ ଭିଡ଼ରେ ଗୋଟେ ଝିଅ ପାଟି କରି କହିଲା, ସେ ଜେଜେମା ଗୋଟେ କୋଣରେ ବସିଛନ୍ତି, ସେ ଏପର୍ଯ୍ୟନ୍ତ ଦର୍ଶନ ପାଇନାହାନ୍ତି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସାବିତ୍ରୀ ମାଙ୍କୁ ଧୀରେ ଧୀରେ ଉଠାଇ ରଥ ପାଖକୁ ଅଣାଗଲା। ସାବିତ୍ରୀ ମା ଅବଶ୍ୟ ଦେଖିପାରନ୍ତି ନାହିଁ, କିନ୍ତୁ ଯେତେ ପର୍ଯ୍ୟନ୍ତ ରଥକୁ ଛୁଇଁଲେ ସାବିତ୍ରୀ ମାଙ୍କ ଆଖିରୁ ଲୁହ ବାହାରିବାକୁ ଲାଗିଲା। ତାପରେ ରଥଟା ଆପେ ଆପେ ଚାଲିବାକୁ ଲାଗିଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଦେଖିକି। ଈଶ୍ୱର ତମ ଆଖିର ଆବଶ୍ୟକତା କରନ୍ତି, ସେ ତୁମର ବିଶ୍ୱାସର ଆବଶ୍ୟକତା କରନ୍ତି। ମୋରାଲ ଅଫ୍ ଦ ଷ୍ଟୋରି, ପ୍ରଭୁ ଜଗନ୍ନାଥଙ୍କ ଯେଉଁମାନଙ୍କ ସହିତ ପ୍ରକୃତ ପ୍ରେମ ଏବଂ ବିଶ୍ୱାସ ଅଛି, ସେମାନଙ୍କ ସହିତ ରୁହନ୍ତି। ଆଉ ଯେଉଁମାନେ ଦେଖାବା କରନ୍ତି, ସେମାନଙ୍କ ସହିତ ଭଗବାନ କେବେ ରୁହନ୍ତି ନାହିଁ। ଜୟ ଜଗନ୍ନାଥ।